ବନ୍ଦେ ପୁରୁଷୋତ୍ତମମ୍। ଆଜି ଗୁରୁ ଗ୍ରହଣ ପ୍ରସଙ୍ଗରେ ଶ୍ରୀ ଠାକୁରଙ୍କ ଉକ୍ତିକୁ ନେଇ ଆଲୋଚନା କରିବା। ଆଲୋଚନା ପ୍ରସଙ୍ଗ ପଞ୍ଚମ ଖଣ୍ଡରେ ଶ୍ରୀ ଠାକୁର କହୁଛନ୍ତି, ଗୁରୁ ହିସାବରେ କାହାରିକୁ ଗ୍ରହଣ କରିବା ପୂର୍ବରୁ ଭଲ ଭାବରେ ଦେଖି ଚାହିଁ ବୁଝି ସୁଝି ଗ୍ରହଣ କରିବାକୁ ହେବ। ବିଶେଷତଃ ଦେଖିବାକୁ ହେବ ତାଙ୍କର ଗୁରୁଭକ୍ତି କିପରି ଏବଂ ସେ ଯେଉଁ ଉପଦେଶ ଦେଉଛନ୍ତି ସେଗୁଡ଼ିକ ନିଜେ ପାଳନ କରୁଛନ୍ତି କି ନା। ପ୍ରକୃତ ଗୁରୁ ଯିଏ ସେ ନିଜ ସ୍ୱାର୍ଥକୁ ଅପରର ସ୍ୱାର୍ଥଠାରୁ ଅଲଗା କରି ଭାବି ପାରନ୍ତି ନାହିଁ। ମଣିଷକୁ କିପରି ଉପରକୁ ଉଠାଇବେ ତାହା ହିଁ ସେମାନଙ୍କର ସବୁ ସମୟରେ ଚିନ୍ତା ଥାଏ। ସେ ଯେତେବେଳେ ମଣିଷଠାରୁ କିଛି ନିଅନ୍ତି ଏହି ନେବା ଭିତର ଦେଇ ତା'ର ବା ଦେବା ଲୋକର ଉପକାର ହେବ ବୋଲି ହିଁ ନେଇଥାନ୍ତି, ନଚେତ୍ ନେବା ପାଇଁ କେବଳ ନିଅନ୍ତି ନାହିଁ। ସେଥିପାଇଁ ଏକ୍ସପ୍ଲଏଟ୍ କରିବା ତାଙ୍କ ପକ୍ଷେ ସମ୍ଭବ ହୁଏ ନା। But he may exploit our complexes to serve our being. କିନ୍ତୁ ଆମ ସତ୍ତାକୁ ସେବା କରିବା ପାଇଁ ସେ ଆମ ପ୍ରବୃତ୍ତିକୁ ପୋଷଣ କରିପାରନ୍ତି। ଉଦାହରଣ ସ୍ୱରୂପ ଜଣଙ୍କର ହୁଏତ ମଦ ଖାଇବା ପ୍ରକୃତି ଅଛି। ତା ହାତରେ ଟଙ୍କା ପଡ଼ିଲେ ସେ ମଦ ପିଇଦେବ। ତାଠାରୁ ସବୁବେଳେ ଟଙ୍କା ନେଇ ନେଇ ତାକୁ ଯଦି ଫକଡ଼ ଅବସ୍ଥା ଭିତରେ ରଖାଯାଏ ତେବେ ହୁଏତ ତା'ର ମଦ ପିଇବା ନିଶା କମିଯିବ। ଏଭଳି କ୍ଷେତ୍ରରେ ତା ପାଖରୁ ଲଭିଂଲି ବା ପ୍ରୀତି ପରବଶ ହୋଇ ନେବା ହିଁ ତା'ର ଉପକାରର କାରଣ ହୋଇ ଛିଡ଼ା ହୁଏ। ତେବେ ଠିକ୍ ମୁତାବକ ଗୁରୁ ଗ୍ରହଣ ନ କଲେ ଯେ ଲୋକର କ୍ଷତି ହୁଏ ଏଥିରେ ସନ୍ଦେହ ନାହିଁ। ଯିଏ ନିଜେ ଆଲୋକର ସନ୍ଧାନ ପାଇନାହିଁ ସେ ଅନ୍ୟକୁ ଆଲୋକ ଦେଖାଇବ କିପରି। ଆଲୋଚନା ପ୍ରସଙ୍ଗ ପଞ୍ଚମ ଖଣ୍ଡର 119-120 ନମ୍ବର ପୃଷ୍ଠାରେ। ଆଲୋଚନା ପ୍ରସଙ୍ଗ ଅଷ୍ଟମ ଖଣ୍ଡର ପୃଷ୍ଠା 160ରେ ଶ୍ରୀ ଠାକୁର କହୁଛନ୍ତି, ଗୁରୁଙ୍କୁ ଗ୍ରହଣ କରି ଗୁରୁଙ୍କ ଅନୁବର୍ତ୍ତୀ ହୋଇ ଚାଲିବା ଓ ବାସ୍ତବ ଭାବରେ ତାଙ୍କର ଇଚ୍ଛା ପୂରଣ କରିବା ଭିତର ଦେଇ ହିଁ ହୁଏ ଆତ୍ମନିୟନ୍ତ୍ରଣ। ଏହାକୁ ହିଁ କୁହାଯାଏ ସାଧନା। ନିଜ ଇଚ୍ଛାରେ ଚଳିଲୁ, ପ୍ରବୃତ୍ତି ଦେହରେ ହାତ ପଡ଼ିଲା ନାହିଁ, ସେଥିରେ କାମ ହୁଏ ନା। ଜୀବନ୍ତ ସଦ୍ଗୁରୁଙ୍କୁ ବାସ୍ତବ ଭାବରେ ସେବା ଓ ଅନୁସରଣ କରିବା ମାଧ୍ୟମରେ ହିଁ ଆମେ ବୋଧ, ଜ୍ଞାନ ଓ ପ୍ରେମର ଅଧିକାରୀ ହୋଇ ଉଠୁ। ଗୋବିନ୍ଦ ହିଁ ଗୁରୁ ରୂପରେ ଆସନ୍ତି। ଜଗତରେ ଅନରିପେଲିଂ ଆଟାଚମେଣ୍ଟ, ଅସ୍ଖଳିତ ଅନୁରାଗ ଓ ଲଭ୍ ସର୍ଭିସ୍, ପ୍ରୀତିମୁଖର ସେବା, ଏହାରି ଭିତର ଦେଇ ଯେତେବେଳେ ଆମେ ତାଙ୍କର ଭିତରର ଗୋବିନ୍ଦଙ୍କୁ ଅବଲୋକନ କରୁ ସେତିକି ବେଳେ ହିଁ ହୁଏ ଗୋବିନ୍ଦ ପ୍ରାପ୍ତି। ସମଗ୍ର ଜୀବନଟା ହିଁ ସେତେବେଳେ ଡିଭାଇନଲି ଟ୍ରାନ୍ସଫର୍ମଡ୍ ଆଣ୍ଡ ଏଣ୍ଡୋଡ୍ ଭାଗବତ ଭାବରେ ପରିବର୍ତ୍ତିତ ଓ ବିଭୂତି ସମନ୍ୱିତ ହୋଇଉଠେ। କେବଳ ଭାବର ପ୍ରାବଲ୍ୟରେ ଟିକିଏ ନାଚି କାନ୍ଦି ସବୁ ଶେଷ ହୋଇଯାଏ ନାହିଁ। ତା'ର ପ୍ରତିଟି ନିଶ୍ୱାସ ଇଷ୍ଟ ପ୍ରତିଷ୍ଠାରେ ବ୍ୟୟିତ ହୁଏ। ଆଲୋଚନା ପ୍ରସଙ୍ଗ ନବମ ଖଣ୍ଡର 102 ପୃଷ୍ଠାରେ ଶ୍ରୀ ଠାକୁର କହୁଛନ୍ତି, ପ୍ରକୃତ ଗୁରୁ ଯିଏ ତାଙ୍କ ଭିତର ଦେଇ ଦୋଷ ଦୃଷ୍ଟି ବୋଲି କିଛି ନଥାଏ। ତେବେ ତାଙ୍କର ସବୁ ଆଚରଣର ଅର୍ଥ ଆମେ ହୁଏତ ଠିକ୍ ରୂପେ ବୁଝି ନ ଥାଇପାରୁ। ତାହା ମଧ୍ୟ ବୁଝିପାରିବା ଯଦି ତାଙ୍କୁ ପ୍ରଶ୍ନ ପଚାରି ଜାଣି ନେଇପାରିବା। କାହାକୁ ଗୁରୁ ରୂପେ ଗ୍ରହଣ କଲା ପରେ ଶ୍ରଦ୍ଧା ସହକାରେ ଅନୁସରଣ କରିବାକୁ ହୁଏ। ଯଦି କେହି ବେତ୍ତା ବା ସର୍ବଜ୍ଞ ଗୁରୁ ହୋଇନଥାନ୍ତି ତେବେ ତାଙ୍କର ଉଚିତ ହେଉଛି ନିଜକୁ ଦୀକ୍ଷା ଋତିକ ଉପଦେଷ୍ଟା ବା ଋତିକ ଭାବରେ ପରିଚିତ କରାଇ ପୂର୍ବତନ ବେତ୍ତାଗୁରୁଙ୍କୁ ଗୁରୁ ହିସାବରେ ଦେଖାଇବା ଏବଂ ତତ୍ ସଙ୍ଗେ ସଙ୍ଗେ କହିଦେବା ଉଚିତ ଯେ ଜୀବନ୍ତ ସଦ୍ଗୁରୁ ବା ବେତ୍ତା ପୁରୁଷ ହିଁ ଆମ୍ଭର ଧ୍ୟେୟ ଓ ଅନୁସରଣୀୟ। ତାଙ୍କ ପ୍ରତି ନିଷ୍ଠା ଓ ତାଙ୍କ ସଙ୍ଗେ ସଙ୍ଗତି ଯାହାର ଯେତେ ସେ ଆମର ସେତିକି ଭକ୍ତିର ପାତ୍ର। ଗୁରୁଙ୍କୁ ମଧ୍ୟ କାହାରି ଉପରେ ଜୋର ଜବରଦସ୍ତି ଲଦି ଦିଆଯାଏ ନାହିଁ। ଆଲୋଚନା ପ୍ରସଙ୍ଗ ନବମ ଖଣ୍ଡରେ ଠାକୁର ପୁଣି କହୁଛନ୍ତି, ଗୁରୁକରଣ କହିଲେ ମୁଁ ବୁଝେ ଗୁରୁଙ୍କୁ ଜୀବନ ସର୍ବସ୍ୱ କରିନେବା ଏବଂ ଗୁରୁ ମଧ୍ୟ ଏହା ହେବା ଉଚିତ। ପ୍ରକୃତ ଗୁରୁ ଯିଏ ଆଲୋକ ରାଜ୍ୟରେ ନିୟତ ବସବାସ କରନ୍ତି, ଅର୍ଥାତ୍ ଯାହାଙ୍କର ଗୁରୁନିଷ୍ଠାରେ କୌଣସି ବ୍ୟତିକ୍ରମ ହୁଏ ନାହିଁ। ଏପରି ଗୁରୁଙ୍କୁ ପାଇ ଯେ କ'ଣ ହୁଏ ତା'ର ଦୃଷ୍ଟାନ୍ତ ତ ମଣିଷ ଆଖିରେ ସଚରାଚର ପଡ଼େ ନାହିଁ। ସେଥିପାଇଁ ସେ ଭାବେ ଗୁରୁ ଗ୍ରହଣ କରି ସାଂସାରିକ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ତୁଚ୍ଛା ସ୍ୱାର୍ଥସିଦ୍ଧିର ଆଶାରେ ଗୁରୁ ଭଜିଲେ
ଗୁରୁ ଶକ୍ତିର ଗୁରୁତ୍ୱ ଉପଲବ୍ଧି କରାଯାଏ ନାହିଁ। କିନ୍ତୁ ଗୁରୁଗତ ପ୍ରାଣ ହୋଇ ଗୁରୁଙ୍କର ଲୋକ କଲ୍ୟାଣ ଇଚ୍ଛାକୁ ପୂରଣରେ ଯିଏ ନିଜକୁ ଅଜାଡ଼ି ଦିଏ, ତା ହାତରେ ଭେଳିକି ହୋଇଯାଏ। ପଦେ ପଦେ ସେ ଅସାଧ୍ୟ ସାଧନ କରିପାରେ। ହନୁମାନର ଜୀବନଟା ଦେଖିଲେ ହିଁ ଜଣାଯାଏ। ଅସଲ ଜିନିଷ ହେଲା ସତ୍ତା। ଏହି ସତ୍ତାକୁ ଧାରଣ କରି ଯାହା ରଖେ ତାହା ହିଁ ଧର୍ମ। ଧର୍ମକୁ ଯିଏ ଜାଣିଛନ୍ତି, ରିଏଲାଇଜ୍ ଉପଲବ୍ଧି କରିଛନ୍ତି, ମେଟାରିଆଲାଇଜ୍ ବାସ୍ତବାୟିତ କରିଛନ୍ତି ନିଜ ଜୀବନରେ, ସେ ହିଁ ହେଉଛନ୍ତି ଆଚାର୍ଯ୍ୟ ବା ସଦ୍ଗୁରୁ। ତାଙ୍କୁ ହିଁ ଗ୍ରହଣ ଓ ଅନୁସରଣ କରିବା ଦରକାର, କାରଣ ସେ ହେଲେ ବଞ୍ଚିବା ଓ ବଢ଼ିବାର ପଥ ଏବଂ ସପରିବେଶ ବଞ୍ଚିବା ବଢ଼ିବା ମଣିଷର ଚିରନ୍ତନ କାମ୍ୟ। ଜୟ ଗୁରୁ।